ଶୁଣନ୍ତୁ ଦଳ ସବୁବେଳେ ସୁଦୃଢ଼ ଅଛି କିନ୍ତୁ ଦଳକୁ ଆଗେଇ ନେବା ପାଇଁ ଯେଉଁ ନେତୃତ୍ୱ ଦରକାର ସେ ନେତୃତ୍ୱ ଯାହାଙ୍କ ଉପରେ ଭରସା କରିଛନ୍ତି ଓଡ଼ିଶାର ଜନସାଧାରଣ ମାନେ ସିଏ ଯଦି ନିଜେ ଅଲଗା ଲୋକଙ୍କ ହାତରେ ଟେକି ଦେଇ ନିଜେ ଯଦି ବସିଯିବେ ତେଣୁ ଯାହା ପରିସ୍ଥିତି ହେବା କଥା ହେବ ସେଥିପାଇଁ ତ ପଞ୍ଚାୟତ ସ୍ତରରେ ମ୍ୟୁନିସିପାଲିଟି ସ୍ତରରେ ସାଧାରଣ ଲୋକମାନେ ଦଳ ଛାଡ଼ିବା ଆରମ୍ଭ କରୁଛନ୍ତି ତାକୁ କିପରି ରୋକାଯାଇ ପାରିବ ସେ ବିଷୟରେ ମଧ୍ୟ କିଛି ଆଲୋଚନା କରାଯାଇପାରେ କିନ୍ତୁ ଏଇ ଯୋଉ କାହିଁକି ଏକ ବରଦାସ୍ତ କରାଯିବ ଯୋଉ ଯାହା ହାତରେ ଟେକି ଦେଇଛନ୍ତି ନାଇଁ ମୁଁ କାହା ନାଁ ନେବା ପାଇଁ ଚାହୁଁନି ଯେଉଁ ଯେଉଁ ଲିଡର ଯେଉଁ ଦଳର ବି ହୁଅନ୍ତୁ ନା କାହିଁକି ସେ ବିଜେଡି ହୁଅନ୍ତୁ ବିଜେପି ହୁଅନ୍ତୁ କଂଗ୍ରେସ ହୁଅନ୍ତୁ ତାଙ୍କ ଉପରେ ସମସ୍ତ ଭାର ନ୍ୟସ୍ତ କରାଯାଇଛି ଓଡ଼ିଶାବାସୀ ଦେଇଛନ୍ତି ମ୍ୟାଣ୍ଡେଟ୍ ଦେଇଥିଲେ 2000 ମସିହାରୁ 2024 ପର୍ଯ୍ୟନ୍ତ ମ୍ୟାଣ୍ଡେଟ୍ ଦେଇଥିଲେ ତେଣୁ 2024ରେ ଦୁର୍ଦ୍ଦୁଇ ଆସିଲା କାହିଁକି ଯେହେତୁ ଖାମଖିଆଲି ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆପଣମାନେ ଦେଖିଥିବେ କୌଣସି ନିର୍ବାଚନ ମଣ୍ଡଳୀ କଥା ମୁଁ କହିବା ପାଇଁ ଚାହୁଁନି ଗୋଟେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ଦଳରେ ନଥିଲେ ସେମାନଙ୍କୁ ଆଣିକିନି ଟିକେଟ ଦେବା ଯେଉଁମାନେ ଦଳର ବିଭିନ୍ନ ଅସୁବିଧା ସମୟରେ ମାଡ଼ ଖାଇ ଗାଳି ଖାଇ ଜେଲରେ ରହି ବିଭିନ୍ନ ସମୟରେ ଦଳ ପାଇଁ ଆଗକୁ ଯାଇଥିଲେ ତାଙ୍କୁ ନେଗ୍ଲେକ୍ଟ କରିଦେଇକିନି ବିଭିନ୍ନ ଲୋକଙ୍କୁ ଥଇଥାନ କରାଯାଇଥିଲା ସେଥିପାଇଁ ଲୋକମାନେ ସାଧାରଣ ଲୋକମାନେ ଟିକେ ବିତୃଷ୍ଣା ହେଇକିନି ଦଳକୁ ପରାଜୟର ସ୍ୱାଦ ଚଖେଇଲେ ଆଗାମୀ ଦିନରେ ମଧ୍ୟ ସେଇ ଧାରାକୁ ଯଦି ବଜାୟ ରଖିବା ପାଇଁ ଚାହୁଁଥିବେ ତାହେଲେ ସେ ପ୍ରକାର କରିବେ ନଚେତ୍ ଯଦି ଦଳକୁ ସୁଦୃଢ଼ କରିବା ପାଇଁ ଚାହୁଁଥିବେ ତେବେ ନିଶ୍ଚିତ ରୂପେ ନୂଆ ପରିକଳ୍ପନା କରି କିପରି ଯିବ ନେତୃତ୍ୱ ହୁଅନ୍ତୁ ବା ଯାହାଙ୍କ ଉପରେ ତାଙ୍କର ବିଶ୍ୱାସ ଅଛି ତାଙ୍କୁ ଦେଇକିନି ଆଗାମୀ ଦିନରେ ବଢେଇଲେ ନିଶ୍ଚିତ ରୂପେ ବିଜୁ ଜନତା ଦଳ ପୁଣି ଆଗକୁ ଯିବ ନିଶ୍ଚିତ ରୂପେ ଆମେ ମୁଁ ବ୍ୟକ୍ତିଗତ କଥା କହୁଛି 1991 ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ପଟ୍ଟାମୁଣ୍ଡାଇ କଲେଜକୁ ପ୍ରୋଗ୍ରାମ ହେଇଥିଲା ସେବେଠାରୁ ଆମେ ତାଙ୍କ ସଂସ୍ପର୍ଶରେ ଆସି ରହିଛୁ ଏବଂ ବାରମ୍ବାର ଟିକଟ କଟିଛି ଟିକଟ ପାଇଛୁ ବାରମ୍ବାର ଆଘାତ ଦିଆଯାଇକିନି ମଧ୍ୟ ଆମେ ସେ ଦଳରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛୁ କିନ୍ତୁ ଆମେ ନବୀନ ବାବୁଙ୍କୁ କେବେ ଛାଡ଼ି ନାହୁଁ କିନ୍ତୁ ତାର ମାନେ ନୁହେଁ ଯେ ଯେଉଁ ଦଳରୁ ଯାହାକୁ ଧରି ଆଣିକିନି ଯାହାକୁ ନାହିଁ ଟିକେଟ ଦେଇଦେବ ସାଧାରଣ ଆମର ଯେଉଁମାନେ କର୍ମୀମାନେ ରହିଲେ ସେମାନେ କ'ଣ କରିବେ ଆମ କଥା ଛାଡ଼ନ୍ତୁ ସେମାନେ ବର୍ତ୍ତମାନ କ'ଣ କରିବେ କେଉଁ ଦଳକୁ ଯିବେ କେମିତି ତାଙ୍କର ବିଭିନ୍ନ ସମସ୍ୟା ଯେଉଁ ରହିଛି ମୌଳିକ ସମସ୍ୟା ନିର୍ବାଚନ ମଣ୍ଡଳୀ ତାକୁ ବୁଝିବ କିଏ ତେଣୁ ସବୁ କଥାକୁ ବିଚାରକୁ ନେଇକିନି ଆମକୁ ଆଗେଇ ଯିବାକୁ ପଡ଼ିବ ତେଣୁ ଯଦି ଦଳକୁ ସୁଦୃଢ଼ କରିବା ପାଇଁ ଚାହୁଁଛନ୍ତି ତେବେ ପୁରୁଣା ଜିନିଷକୁ ପରିତ୍ୟାଗ କରିବା ଦରକାର ଏବଂ ପୁରୁଣା ଢାଞ୍ଚା ମଧ୍ୟ ପରିତ୍ୟାଗ କରିବା ଦରକାର ନଚେତ୍ ଏଭଳି ଭାଙ୍ଗିକିନି ଡେ ଟୁ ଡେ ଦଳରୁ ଲୋକ ଯାଉଥିବେ ନାଇଁ ସମୀକରଣ କୌଣସି ଦଳ ଗଢ଼ିକିନି କିଏ ଯେ ତିଷ୍ଠି ରହିପାରିବ ମୁଁ କାହିଁ ସେଥିରେ ବିଶ୍ୱାସ କରୁନି କିନ୍ତୁ ଏ ଦଳକୁ ଯଦି ସୁଦୃଢ଼ କରିବା ପାଇଁ ଚାହୁଁଛନ୍ତି ତେବେ ନେତୃତ୍ୱ କାହାକୁ ଦେଉଛନ୍ତି ଆମର କହିବାର ନାହିଁ କିନ୍ତୁ ଭଲ ଭାବରେ ଚଳେଇବା ଦରକାର ଯେଉଁମାନେ ପ୍ରକୃତରେ ଦଳ ପାଇଁ ପରିଶ୍ରମ କରିଛନ୍ତି ଦଳ ପାଇଁ ଜେଲ୍ ଯାଇଛନ୍ତି ଦଳ ପାଇଁ ବିଭିନ୍ନ ସମୟରେ ଲୋକମାନଙ୍କ ଠାରୁ ମାଡ଼ ଗାଳି ଖାଇଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦେବା ଦରକାର ଯାହାକୁ ନାହିଁ ତାକୁ ଯିଏ ଦଳ ବିଷୟରେ କିଛି ଅବଗତି ନାହିଁ ଯେଉଁମାନେ ଦଳ ବିଷୟରେ କିଛି ଜାଣିନାହାନ୍ତି ବିଜୁ ବାବୁଙ୍କ ବିଷୟରେ ଜାଣିନାହାନ୍ତି ନବୀନ ବାବୁଙ୍କ ବିଷୟରେ ଜାଣିନାହାନ୍ତି ଆମେ ଯଦି ତାଙ୍କଠାରୁ ନବୀନ ବାବୁଙ୍କ ବିଜୁ ବାବୁଙ୍କ କଥା ଶୁଣିବୁ ତେଣୁ ଆମକୁ ନିଶ୍ଚିନ୍ତ ରୂପେ ଖରାପ ଲାଗୁଛି ଖରାପ ଲାଗିକିନି ମଧ୍ୟ ଚୁପ୍ ରହିଛୁ